ଦେଖନ୍ତୁ ବିରୋଧୀ ଦଳ ମାନେ ରାଷ୍ଟ୍ରୀୟ ନୂଆ ଶିକ୍ଷାନୀତି ନ୍ୟାସନାଲ ଏଜୁକେସନ ପଲିସିକୁ ଠିକ ଢଙ୍ଗରେ ବୁଝି ନାହାନ୍ତି। ନ୍ୟାସନାଲ ଏଜୁକେସନ ପଲିସି ମୂଳତଃ ଯୋଉ 4-5ଟା ବିନ୍ଦୁ ଉପରେ ଫୋକସ କରୁଛି ଯେ ଲୋଡ ଲର୍ଣ୍ଣିଂ ନୁହଁ, ଜୟଫୁଲ ଲର୍ଣ୍ଣିଂ, ନୋନ୍ ଟୁ ଅନନୋନ୍ ଏବଂ ପିଲାମାନଙ୍କୁ ପାଠ ସହିତ ପ୍ରାକ୍ଟିକାଲ ଏବଂ ସ୍କିଲିଂ ମଧ୍ୟ ମାନେ ଲାଇଫ ସ୍କିଲିଂ ବା ପ୍ରାକ୍ଟିକାଲ ଟ୍ରେନିଂ ଦେବାର ବ୍ୟବସ୍ଥା, ତତ୍ସହିତ ଏକ ଭାରତ ଶ୍ରେଷ୍ଠ ଭାରତ ଏବଂ ମଲ୍ଟିଲିଙ୍ଗୁଆଲ କୋର୍ସରେ ବା ବହୁ ଭାଷାରେ ପିଲାଙ୍କୁ ପରିଚିତ କରାଇବା, ଏ ଅନେକ କଥା ଉପରେ ଏନ୍ଇପି ପର୍ଯ୍ୟବେସିତ ହେଇଛି। ଏନ୍ଇପି ଫୋକସ କରୁଛି। ଗୋଟେ ବିଷୟ ଅଛି ଯେ ଯୋଉ କଥା ମଧ୍ୟ ଗୃହ ଶିକ୍ଷା ଆମର ଶିକ୍ଷା ମନ୍ତ୍ରୀ ମଧ୍ୟ ରାଜ୍ୟର କହିଲେ ଯେ ଗୋଟେ ବିଷୟ ଅଛି ଯୋଉଥିରେ ଆମ ସଙ୍ଗୀତ ଦୁନିଆ, ସେଥିରେ ଭାରତ ବର୍ଷର ଅନେକ ରାଜ୍ୟର ସେଇ ରାଜ୍ୟର ଫୋକ ସଙ୍ଗ ଲୋକପ୍ରିୟ ଗୀତ ଗୁଡ଼ିକୁ ବହିରେ ସ୍ଥାନ ଦିଆଯାଇଛି। ଏଟା ସବୁ ରାଜ୍ୟରେ ପାଠ୍ୟପୁସ୍ତକରେ ଅଛି। ନିମ୍ବୁଡା ଯଦି ଆପଣ ଗୁଗୁଲ ସର୍ଚ୍ଚ କରିବେ ଏବଂ ଯିବେ ତାର ଅତୀତକୁ ଯିବେ ଯେ ଆସୁଛି ଯେ ନିମ୍ବୁଡା ଇଜ ଏ ପପୁଲାର ରାଜସ୍ଥାନୀ ଫୋକ ସଙ୍ଗ ହୁଇଚ ଲେଟର ବିକେମ୍ ପପୁଲାର ଇନ୍ ଏ ବଲିଉଡ ମୁଭି। ମାନେ ସେ ଗୀତଟା ଗୋଟେ ଲୋକପ୍ରିୟ ଗୀତ, ପରବର୍ତ୍ତୀ ସମୟରେ ସେଟା ବଲିଉଡରେ ଆସିଛି। ତେଣୁ ଏଥିରେ କୌଣସି ତ୍ରୁଟି ମତେ ଦେଖାଯାଉ ନାହିଁ। ଆଚ୍ଛା ଆପଣ କୁହନ୍ତୁ, ରାମକୃଷ୍ଣ ନନ୍ଦ ଗୋଟେ କବିତା ଲେଖିଥିଲେ, ଓଡିଶା ମୋର ଦେଶ, ଓଡିଶା ମୋର ଦେଶ, ଏଇ ଦେଶରେ ଜନ୍ମ ମୋର, ଏଇ ଦେଶରେ ବାସ। ଏଥିରେ କିଛି ଭୁଲ ନାହିଁ। ଏ କବିତା ଆଗରୁ ମଧ୍ୟ ବୋଲା ହେଇଛି। କିନ୍ତୁ କଂଗ୍ରେସ ଜଣେ ବିଧାୟକ ଆସିକରି କହିଲେ ଯେ ଓଡିଶା କେମିତି ଗୋଟେ ଦେଶ ହେଇଯିବ। ତ ଆଙ୍କୁ ଉତ୍ତର କଣ ଦେଇପାରିବେ ଆପଣ? ରାମକୃଷ୍ଣ ନନ୍ଦ ଯିଏ ଆହେ ଦୟାମୟ ବିଶ୍ୱବିହାର ଲେଖିଛନ୍ତି, ଅନେକ କାଳଜୟୀ କବିତା ଲେଖିଛନ୍ତି, ତାକୁ ସବୁ ଆମେ ବର୍ଷ ଧରି ପଢି ଆସିଛୁ। ମୁଁ ତ ପିଲାବେଳେ ଓଡିଶା ମୋର ଦେଶ କବିତା ପଢିଛି। ତେଣୁ ଏଥିରେ କୌଣସି ଅସହମତି ନଥିଲା। କିନ୍ତୁ ଏଇ ପଲିଟିକାଲ ପାର୍ଟି ମାନେ ଆକୁ ଗୋଟେ ଅଯଥାରେ ରାଜନୀତି ଇସ୍ୟୁ କରିକି ଲୋକଙ୍କ ମନରେ, ପିଲାଙ୍କ ମନରେ ବିଭ୍ରାନ୍ତି କରୁଛନ୍ତି। ଇତିହାସ ସେମାନଙ୍କୁ କ୍ଷମା ଦେବ ନାହିଁ। ଏବଂ ଆପଣ ଦେଖନ୍ତୁ, ନ୍ୟୁଟନ ପାଇଲଟ ବୋଲି କୁହାଗଲା ଯେ ଲେଖା ହେଇଛି ନ୍ୟୁଟନ ପାଇଲଟ। ବାସ୍ତବରେ କଣ ସେୟା ଲେଖା ହେଇଛି? ବାସ୍ତବରେ ଲେଖା ହେଇଛି ଏଇଟା ଠିକ କି ଭୁଲ ଲେଖ, ଟ୍ରୁ ଅର ଫଲ୍ସ। ନ୍ୟୁଟନ ପାଇଲଟ ଥିଲେ, ଯିଏ ଜାଣିଛି ସେ ଲେଖିବ ଏଟା ଫଲ୍ସ। ତେଣୁ ଟ୍ରୁ ଆଉ ଫଲ୍ସ ଏ ତ ପୁରୁଣା କନସେପ୍ଟ। ସଠିକ ଲେଖ, ସଠିକ ପଢ, ବା ଠିକ ଥିଲେ ଠିକ ଲେଖ, ଭୁଲ ଥିଲେ ଭୁଲ ଲେଖ, ଇଏ କଥା ପାଠ୍ୟ ପୁସ୍ତକରେ ଆଗରୁ ଅଛି। ଏମିତି ଅନେକ କଥା ଅଛି ଯୋଉ କଥା ନେଇ ଅଯଥାରେ ବିବାଦ କରାଯାଉଛି ବିଜେଡି ହଉ କଂଗ୍ରେସ ଦ୍ୱାରା। ଏବଂ ଯୋଉମାନେ ଯୋଉ ନ୍ୟାସନାଲ ଏଜୁକେସନ ପଲିସିକୁ ଠିକ ଢଙ୍ଗରେ ବୁଝି ନାହାନ୍ତି, ସେଇ କଥାକୁ ନେଇ ଏବଂ ଏହାର ମୂଳ ଉଦ୍ଦେଶ୍ୟଟାକୁ ବୁଝି ନାହାନ୍ତି, ସେମାନେ ଏଇଭଳି ବିଭ୍ରାନ୍ତି ସୃଷ୍ଟି କରିକିରି ଓଡ଼ିଶାର ଛାତ୍ର ସମାଜକୁ, ଓଡ଼ିଶାର ଛୋଟ ଛୋଟ କୁନି ପିଲାଙ୍କୁ କମସେ କମ ବିଜେଡି କଂଗ୍ରେସ ନିଜ ରାଜନୈତିକ ଲାଭ ପାଇଁ ସେମାନଙ୍କୁ ବ୍ୟବହାର ନ କରନ୍ତୁ।